ओम कर्पूरवती संयुक्ता वाहन परमेश्वर आरती समर्पयामि श्रीमन श्री गणेशाय भास्कर कथा भिन्ना भिन्न अपरतर्य सत्य नारायण जगप्रभु आरती आश्रमणीय अर्जुन सोहा जलधारा रतिया करंग विषय पुष्प तमें बस ओंग उपचार मिमंग देव गृहान परमेश्वर मंत्रतंत्र क्रियाचार भाव भक्त्यानथाकृतम प्रभु तव अभय पाद पद्मे भक्ति सचंदन पुष्पांजलि समर्पयामि बसिल डगर बाड़ी बस मुआड़ उंचिया सबके हरि ओम अपवित्र पवित्र वाहागत विवाद स्मरे पुनर्विकाख्यो सर्वव्याहंतर सूचि पाप हंग पाप कर्माणे त्राहि मांग च विरूपाख्य सर्व पाप हर हरि सर्व क्लेश हर हरि सर्व दुख हर हरि आनंद शुभ मंगल भवतु शुभानि भवतु शुभ मंगल भवतु हेडी बसो हां बुढ़ा हेडी बसो श्रीमन श्री गणेनारायण रुद्रे अंबिके भास्करे तथा भिन्ना भिन्न नकरतव्य सत्य नारायण देवंक प्रीत्यर्थे बोल सर्वे आनंदे कवार हरि हरि बोल आहुरी एक बार हरि हरि बोल प्रभु पंचदेवंक चरण करुछि मुहि वंदन गणेश भास्कर विष्णु गणेश भास्कर विष्णु शिव दुर्गा पांच जन पंचदेवंक चरण करुछे मुहि वंदन पंचदेवंक चरण ए प्रथम रे गणनाथ गिरिजा जांक मात सर्वदेव अग्रे पूजा जार मूषिक वाहन पंचदेवंक चरण एक चक्रे जार रथ आस प्रभु छाया कांत तिमिरी नाशन प्रभु द्वितीय करे वंदन पंचदेवंक चरण करुछे मुहि वंदन पंचदेवंक चरण आगंगाधर त्रिलोचन चतुर्थे करे वंदन पार्वती पति हे देव जार वृषभ वाहन पंचदेवंक चरण ए पंचम रे माहेश्वरी देवी दुर्गा शाकंभरी मालो सिंह पृष्ठ रे विजय खंडाखर पर धारण पंचदेवंक चरण ए भाषे द्विज कवि कर्ण शरण पशुछे दिन पंचदेवंक चरणे रहु सर्वदा मो मन पंचदेवंक चरण ए पंचदेवंक वंदना संपूर्ण होइला जान हरि बोल हुला हुली दिय सर्व सभाजन पंचदेवंक से पंचदेवंक द्वितीय रथे बोल सर्गा कवार हरि हरि बोल सदानंद सौदागर पाला 7 वर्ष हाँ सदानंद सौदागर पाला शुणु 14 अक्षर
ଏ ଜୟ ନୀଳାଦ୍ରି ବିହାରୀ ପ୍ରଭୁ ଜଗନ୍ନାଥ କମଳା ଯାହାଙ୍କ ପାଦ ସେବୁଥାନ୍ତି ନିତ୍ୟ ତାଙ୍କ ପାଦ ପଦ୍ମ ସ୍ମରି ପାଲାର ବିଧାନ ଲେଖିବାକୁ ବଳାଇଛି ଅଧମ ବ୍ରାହ୍ମଣ ସଦାନନ୍ଦ ସୌଦାଗର ପାଲାର କଥନ ସମୟର କାଳଚକ୍ରେ ଲେଖି କବି କର୍ଣ୍ଣ ଧର୍ମ ରକ୍ଷା ପାଇଁ କେତେ ଉପାୟ କରିଲେ ଶିରିଣୀ ପୂଜା ଗୋଟିକ ପ୍ରଚାର ସେ କଲେ ଗଙ୍ଗା ନଦୀ କୂଳେ ଥିଲା କାଞ୍ଚନ ନଗର ରାଜା ରତ୍ନାକର ଥିଲେ ତିନି ସୌଦାଗର ସାନନ୍ଦ ବିନୋଦ ପୁଣି ମଦନ ସୁନ୍ଦର ତିନି ଜଣ ସାନନ୍ଦ ବିନୋଦ ପୁଣି ମଦନ ସୁନ୍ଦର ତାଙ୍କ କଥା ଲେଖିଛି ପୂର୍ବ ପାଲା ମଧ୍ୟର ସୁମତି କୁମତି କୌଶଳ ଲୋକେ ଜାଣିଲେ ରାଜାଙ୍କର କର୍ଣ୍ଣରେ ଏ କଥା ପକାଇଲେ ରାଜା ଆଦେଶିଲେ ଏକି ବିଚିତ୍ର କଥନ ସଞ୍ଚାଣ ମନୁଷ୍ୟ ହେଲା ବିଚିତ୍ର ଘଟଣ ଦୁଇ ଭାଇଙ୍କୁ ସଭାରେ ଉପଗ୍ରତ କର ଠିକ ଠିକ ବୁଝି ନେବା ସତ୍ୟ ସମାଚାର ଶୁଣି ଦୁଇ ଭାଇ ତହିଁ ପ୍ରବେଶ ହୋଇଲେ ସମସ୍ତ କଥାକୁ ସତ୍ୟ ପ୍ରକାଶ କରିଲେ ଅଳ୍ପ କିଛି କଥା ସେହୁ ଜାଣିତ ନଥିଲେ ସବୁ କଥା ଜଣାଯିବ ଭାର୍ଯ୍ୟାକୁ ବୁଝିଲେ ନିଜ ଗୃହେ ପ୍ରବେଶୀନ ଡାକିବେନି ନାରୀ ପଚାରିଲେ ଛଞ୍ଚାଣ ସେ ହୋଇଲା କିପରି କପଟ କରିଣ ନାରୀ ବୋଲନ୍ତି ବଚନ ଆମ୍ଭେ ଯାହା କହୁଅଛୁ ତାହା ତୁମ୍ଭେ ଶୁଣ ସ୍ନାନ ପାଇଁ ଗଙ୍ଗା କୂଳେ ଯାଇଥିଲା ସେଉ କେଉଁ ଦେବୀ କ୍ରୋଧେ ସେହି ଏ ଅଭିଶାପ ପାଇ ମଦନ ସୁନ୍ଦର ପୂଜେ ଅଭିଶାପ ଦେଲେ ଛଞ୍ଚାଣ ହୋଇ ବୁଲିଲା କାନନ ମଧ୍ୟରେ ହାୟରେ କପାଳ ସେ କି ଦୋଷ କରିଥିଲା କର୍ମ ବଣେ ଏପରି ସେ ଜନମ ଲଭିଲା କର୍ମ ପଡ଼ିଥିଲେ କଳ୍ପେ କର ମଙ୍ଗା ଫଳେ ବନବାସ ଗଲେ ରାମଚନ୍ଦ୍ର କର୍ମ ବଳେ ନଳ ରାଜା କାଟିଥିଲେ ଘାସ କର୍ମ ବଳେ କରିଥିଲେ ଘୋଡ଼ା ଶାଳେ ବାସ ମିଥ୍ୟା କହି ନାରୀ ଦୁଇ ଅନେକ କାନ୍ଦିଲେ ଏକ ମିଥ୍ୟା ପାଇଁ ସତ ମିଥ୍ୟା ହୁଏ ଭଲେ କୁଟିଳ କଥାରେ ପୁଣି ମିଥ୍ୟା କଥା ଥିଲା ନାରୀମାନଙ୍କର ଭାବ ଜଣା ପଡ଼ିଗଲା ଭାଇମାନେ ମଦନର ପାଶେ ପହଞ୍ଚିଲେ ସ୍ନେହ ଦେଇ ମଦନକୁ ସମସ୍ତ ପୁଛିଲେ ମଦନ ସୁନ୍ଦର କହେ ଭାଇଙ୍କୁ ବସାଇ କିପରି ଭାଉଜମାନେ ବିଷ ପାଇଯାଇ ଶିବ ମନ୍ଦିରରେ ଯାଇ ପ୍ରାର୍ଥନା କରିଲେ ବିଚିତ୍ର କୁମନ୍ତ୍ର ଶିକ୍ଷା ସେ କରିଲେ ସ୍ୱାମୀକୁ ପାଇବା ଆଶା ପଛକୁ ପକାଇ ରାଜକନ୍ୟା ବିଭାଗରେ ଗଲେ ସଜ ହୋଇ ଗୋପନରେ ତାଙ୍କ ସଙ୍ଗେ ଗଲି ରାଜପୁର କୁନ୍ତଳା ଯେ ବରମାଳା ଦେଲା ମୋ ଗଳାର ବିଭାଗର ଦେଖି ଦୁହେଁ ବାହାର ହୋଇଲେ ମୁହିଁ ମଧ୍ୟ ଗୋପନରେ ଆସିଗଲି ଭଲେ କାଳକ୍ରମେ ସର୍ବକଥା ଜଣା ପଡ଼ିଗଲା ରାଜକନ୍ୟା ଆମ୍ଭ ଗୃହେ ମଙ୍ଗଳେ ଆସିଲା ଏକଥା ଭାଉଜମାନେ ଯେମନ୍ତ ଜାଣିଲେ ମୋ ଉପରେ ମନେ ମନେ କ୍ରୋଧ ଆଚରିଲେ ମନ୍ତ୍ର ବଳରେ ଛଞ୍ଚାଣ ପକ୍ଷୀ କରିଦେଲେ କଥା ନ କହି ଉଡ଼ିଗଲି ଘୋର ଜଙ୍ଗଲରେ ତୁମ୍ବକୁ ସ୍ମରି ମୁହିଁ ତୁମ୍ବ ପାଶେ ଗଲି ରାଜା ଘର କେଳା ହାତେ ଧରା ମୁଁ ପଡ଼ିଲି ଭାଗ୍ୟ ବଳେ ଆଜି ମୁଁ ଜୀବନ ଲଭିଲି ମାଧବ କୃପାରୁ ମୁହିଁ ଫେରସ୍ତ ପାଇଲି ଭାଇମାନେ ଏହା ଶୁଣି କ୍ରୋଧ ଆଚରିଲେ ଶାନ୍ତି ନାହିଁ ଏ ନାରୀଙ୍କୁ ବଧ ନ କରିଲେ ଏପରି ରମଣୀ ଯାହା ଗୃହେ ଥିବ ରହି ବିନା ଲାରେ ଦେହ ହୋଇଯିବ ଦହି ରାଜାଙ୍କ ପାଶରେ ଦୁହେଁ ପ୍ରବେଶ ହୋଇଲେ ଦଣ୍ଡ ଦେବା କଥା ଧର୍ମ ପ୍ରକାଶ କରିଲେ ଜାଣିଲେ କପଟରା ଭାଗ୍ୟ ମଦନେ ବୁଝିଲେ ମଦନ ସୁନ୍ଦର କହେ ସର୍ବକଥା ଧୀରେ ପୁଣି ରାଜାଙ୍କ ପାଶରେ କହିଲି ଏକଥା ହତ୍ୟା କରିବା ନାରୀଙ୍କୁ ତୁରନ୍ତ ବ୍ୟବସ୍ଥା ରାଜା କହୁଛନ୍ତି ଶୁଣ ସାଧବ ନନ୍ଦନ ବିବାହ କରାଇବା ତୁମକୁ ଦୁଇ ରତ୍ନ ମଦନ କାନରେ ଏକଥା ପଡ଼ିନ ଯେ ଗଲା ନାରୀ ହତ୍ୟା ମହାପାପ ମୋହ ପାଇଁ ହେଲା ଭାଇଙ୍କର ପାଦ ଧରି ବୋଲଇ ବଚନ ହତ୍ୟା ନ କରି ଏପରି କରନ୍ତୁ ଭିଆଣ ତମ୍ଭାର ସିନ୍ଧୁକେ ଭରି ଦିଅ ଭସାଇଣ ନଗର କୁମ୍ଭୀର ମଗର କୁମ୍ଭୀର ତାଙ୍କୁ ଖାଆନ୍ତୁ ବହନ ତିନି ଭାଇ ତାହାକୁ ଯେ ଭସାଇଣ ଦେଲେ ସିନ୍ଧୁକରେ ବସି କନ୍ୟା କାନ୍ଦୁଛନ୍ତି ହେଲେ ମନେ ପଡ଼ିଗଲା ପ୍ରଭୁ ଚରଣ ପଙ୍କଜ ରକ୍ଷା କର ଆହେ ବ୍ରଜରାଜ ଦୁଇ ଯାଙ୍କୁ ଯେ ଦୟା କଲେ ସତ୍ୟ ବୀର ସିନ୍ଧୁକ ଯାଇ ମିଳିଲା ରଙ୍ଗଣୀ ସହର
ସୁରସେନ ସେ ରାଜ୍ୟର ଥିଲେ ଦଣ୍ଡଧାରୀ ଘାଟ ରକ୍ଷକକୁ ତୁମ୍ଭେ ବିବାହ ହେବ ନଗର ବାହାରେ ଏକକ ଗୃହ ତୋଳାଇବ ସେହି ମହାଲରେ ଧର୍ମ କରିବୁ ପାଳନ ରାଜା ଦେଶିଲେ ନିଶ୍ଚୟ ହୋଇବ ବହନ ପୁଣି ନିବେଦନ କରି କହିଲେ ସୁମତି ନଦୀ ଘାଟେ କଟୁଆଳ ଜାଳୁଥିବ ବତୀ ଆମ୍ଭର ନାମରେ ଯେଉଁ ଚୁଗୁଲି କହିବ ମହାରାଜା ତାକୁ ଧରି ତୁମ୍ଭେ ଦଣ୍ଡ ଦେବ ଏହିପରି ଗଙ୍ଗା କୂଳ ମହଲ ମଧ୍ୟରେ ସୁମତି କୁମତି ରହିଲେ ପୁରୁଷ ବେଶରେ ଜୟ ଜୟ ନାରାୟଣ କ୍ଷୀର ସିନ୍ଧୁ ବାସୀ ତୁମ୍ଭକୁ ସ୍ମରିଲେ ଅମୂଲ୍ୟ ପଦମାନ ଦିଶି ସାନନ୍ଦ ବିନୋଦ ମଦନ ତିନି ଭାଇ ଥିଲେ ବସି ଖାଇଲେ ନଦୀ ବାଲି ସରିଯିବ ଭଲେ ବାଣିଜ୍ୟ କରିବା ପାଇଁ ଚଳାଇଣ ମନ ବଳାଇଣ ମଦନକୁ ଦୁଇ ଭାଇ ବୋଲନ୍ତି ବଚନ ନୌକାରେ ଭରିଣ ମାଲ ମତା ଗଲେ ଚଳି ଶୀଘ୍ର ଆସିବେ ଫେରିଣ ବୋଲି ମନେ ଭାଳି ରଙ୍ଗଣୀ ପାଟଣା ଘାଟେ ହୋଇଲେ ପ୍ରବେଶ ସୁମତି କୁମତି ଦେଖନ୍ତି ସାଧବଙ୍କ ବେଶ କଟୁଆଳକୁ ଆଦେଶ ଦେଲେ ଦୁଇ ନାରୀ ଦୁଇ ସାଧବଙ୍କୁ ଆଣ ହସ୍ତ ବାନ୍ଧି କରି ଅଗରୁ ଚନ୍ଦନ କସ୍ତୁରୀ ଯାହା ସବୁ ଥିଲା କଟୁଆଳ ରାଜାପୁରେ ସବୁ ଦ୍ରବ୍ୟ ନେଲା ରାଜାଙ୍କ ଆଗରେ ଯାଇ ହୋଇଲେ ପ୍ରବେଶ କୁମତି ବୋଇଲା ପତି ଧର୍ମ ହେବ ଶେଷ ଏଇ ଦୁଇ ସାଧବଙ୍କୁ ତୁମେ ବଧ କର ରାଜା ଶୁଣିନ ଆଶ୍ଚର୍ଯ୍ୟ ହୁଅନ୍ତି ସତ୍ୱର ସୁମତି କହି ଏହା କହିବା ନୁହଁ ପତିଙ୍କୁ ହତ୍ୟା କରିବା ଶୋଭନ ନୁହଁ ବନ୍ଦିଶାଳେ ରଖିଦେବା 12 ବର୍ଷ କାଳ ଜାଣିବେ କିପରି ନାରୀ ଧର୍ମର କନ୍ଦଳ ବନ୍ଦିଶାଳେ ଦଣ୍ଡ ଭୋଗୀ ଭୋରେ ସାନନ୍ଦ ବିନୋଦ ଚିନ୍ତା କରୁଛନ୍ତି ପ୍ରଭୁ ପଦ ଅରବିନ୍ଦ ତେଣେ ମଦନ ସୁନ୍ଦର କରିଲା ବିଚାର ଭାଇମାନେ ଗଲେ ଆସି ହେଲା ବର୍ଷ 12 କୁନ୍ତଳା ଗୋ ଶୁଣ ଯିବି ମୁହିଁ ବିଦେଶର ଭାଇଙ୍କୁ ଖୋଳି ଖୋଜି ଆଣିବି ବିଦେଶୁ ସତରେ କୁନ୍ତଳା କହଇ ମୋର ଗର୍ଭ 5 ମାସ ଏ କାଳରେ ତୁଣ୍ଡେ ଯିବ କହ ପରବାସ ଯାହାକୁ ରଖିବେ ପ୍ରଭୁ ସତ୍ୟନାରାୟଣ ଯେତେ ଯେତେ କଷ୍ଟ ସବୁ ହୋଇବ ବହନ ବିଦେଶକୁ ଯାଉଛି ମୋ କଥା ରଖିଥିବ ଝିଅ ଜନମିଲେ ସୁଶୀଳା ଏ ନାମକୁ ତା ଦେବ ପୁତ୍ର ଜନମିଲେ ନାମ ଦେବ ସଦାନନ୍ଦ ପାଠଶାଳ ସାଠ ପଢ଼ାଇବ ମନର ଆନନ୍ଦ ଏତେ କହି ଚଳିଗଲା ବୋଇତକୁ ନେଇ କିଛି ଦିନାଦେ କୁନ୍ତଳା ପୁତ୍ର ପ୍ରସବଇ ସଦାନନ୍ଦ ବୋଲି ନାମକରଣ କରିଲା ଚନ୍ଦ୍ରକଳା ପ୍ରାୟ ପୁତ୍ର ବଢ଼ୁଅଛି ଭଲା ସର୍ବବିଦ୍ୟାକୁ ଅଭ୍ୟାସ କରଇ କୁମର ସାଥୀମାନେ କହନ୍ତି ଅଣବାପକୁ ମୋର ଦୁଃଖ ଲାଗେ ଦିନେ କହେ ମାତାଙ୍କ ଆଗରେ ପିତା ମୋର କେଣେ ଗଲେ କହ ମୋତେ ଧୀରେ କୁନ୍ତଳା କହିଲା ପୁତ୍ରେ କୋଳରେ ଧରିଣ ବିଦେଶକୁ ଗଲେ ପିତା ନ ଫେରିଲେ ଜାଣ ସଦାନନ୍ଦ କହେ ମାତା ବିଦେଶକୁ ଯିବି ପିତାଙ୍କୁ ମୋର ଯାଇ ଉଦ୍ଧାର କରିବି ଶୁଭ ବେଳା ଦେଖି ସଦାନନ୍ଦ ବାହାରିଲା କୁନ୍ତଳା କୁମରୀ ବୋଇତ ବନ୍ଦାପନା କଲା କହିଲା ବାବୁରେ ଶୁଣ ମୋହର ବଚନ ବିପଦ ପଡ଼ିଲେ ଚିନ୍ତିବୁ ସତ୍ୟନାରାୟଣ ସଦାନନ୍ଦ ଚଳିଗଲା ଚିନ୍ତି ନାରାୟଣ ରଙ୍ଗଳି ମୂଲକେ ଫୁଟେ ଟମକ ନିଶାଣ କଟୁଆଳ ମାନେ ତାକୁ ଧରିଣ ଯେ ନେଲେ ରାଜାଙ୍କ ଆଗରେ ଯାଇ ହାଜର କରିଲେ ପରିଚୟ ଆଦି ରାଜା ତାହାକୁ ମାଗିଲେ ସୁମତି କୁମତି ଏହା ଦେଖୁଛନ୍ତି ଭଲେ ସଦାନନ୍ଦ କହେ କାଲି କହିବି ଏ କଥା ସୁମତିପୁରେ ରହିବା ହୋଇଲା ବ୍ୟବସ୍ଥା ଭୋଜନ କାଳେ ସୁମତି କୁମତି ବୁଝିଲେ କାନ୍ଦି କାନ୍ଦି ସଦାନନ୍ଦ ପରିଚୟ ଦେଲେ ପିତାଙ୍କୁ ମୋହର ବଡ଼ ମା 2 ଜଣ କିପରି କରିଲେ ପୁଣି ତାହାଙ୍କୁ ସଞ୍ଚାଣ ତାଙ୍କର କଥାକୁ ଯହୁଁ କରିଲେ ବଖାଣ ମଦନ ବଂଶକ ଏହି ତାଙ୍କରି ନନ୍ଦନ ମଦନକୁ ନେଇ ବନ୍ଦିଶାଳରେ ରଖିଲେ 3 ଭାଇ ଏକତ୍ରିତ ହୋଇ ରହିଥିଲେ ଯେଉଁ ଘରେ ମଦନ ବନ୍ଦୀ ହୋଇଥିଲା ତାଙ୍କରି ଆଗରେ ଯାଇ କହିଲେ କି ଭଲା ମଦନରେ ଶୁଣ ତୋର କୁଳର ନନ୍ଦନ ବଧ ହେବା ନିଶ୍ଚେ ତାର ତ ନାହିଁ ପରିତ୍ରାଣ ମଦନ ଚିହ୍ନିଲା ଭାଇ ଚିହ୍ନିଲେ କୁମର ବିନା ଦୋଷେ ମରିବ ମୋ ସଦାନନ୍ଦ ଧୀର ବନ୍ଦିଶାଳେ କାନ୍ଦୁଛନ୍ତି ଡାକି ନାରାୟଣ 16 ପୂଜା ଦେବୁ ନିଶ୍ଚେ ବଞ୍ଚିଲେ ନନ୍ଦନ ସଦାନନ୍ଦକୁ ଶୁଳିଆ ପଦାକୁ ଯେ ନେଲେ
ସୁବାସିତ ଜଳେ ତାକୁ ସ୍ନାନ କରିଲେ ଇଷ୍ଟଦେବ ସ୍ମରଣ ତୁ କରରେ ବହନ କ୍ଷଣ করে ଚାଲିଯିବ ତୋ ଅମୂଲ୍ୟ ପ୍ରାଣ। ପୁଣି ମାୟା କଲେ ପ୍ରଭୁ ଦେବ ସତ୍ୟ ବୀର ରମ୍ଭାବତୀ କନ୍ୟା ଶୁଭସେନ ରାଜାଙ୍କର ରାତ୍ରି କାଳେ ଦେଖାଇଲେ ଅପୂର୍ବ ସ୍ୱପନ ସଦାନନ୍ଦ ରୂପେ ସେଉ ହୋଇଲା ଉଜ୍ଜନ। ରମ୍ଭାବତୀ ଭାବେ ଇଏ କି ଅଟେ ସୁଧାକର କଳଙ୍କ ଖାନ୍ତେ ଦେହେ ଅପୂର୍ବ ସମ୍ଭାର କାମଦେବ ଅବା ସେଉ ଅଟେ କାର୍ତ୍ତିକେୟ ଏପରି ନାଗର ମୋତେ ହୋଇବେ ସହାୟ ସ୍ୱପ୍ନ ଦେଖାଇ ସୁନ୍ଦରୀ ନିଶା ଅର୍ଦ୍ଧ କାଳେ ନେତ୍ର କି ଦେଖିଲା ଆଜି ମନ ମନେ ଭାଳେ ପୁନର୍ବାର ନାରାୟଣ ଦେଖାଇଲେ ସ୍ୱପ୍ନ ଶୁଣ ରତ୍ନାବତୀ ତୋତେ କହୁଛି ବଚନ ସତ୍ୟବୀର ପୂଜା ଦେଇ ପାରିଲେ ଶିରିଣୀ ନିଶ୍ଚୟ ପାଇବୁ ତୋର ସ୍ୱପ୍ନର ମଣି ହୃଦୟ ଦେବତା ହେବେ ସଦାନନ୍ଦ ବୀର ପ୍ରଥମରେ ମାନସିକ କରହ ସତ୍ୟବୀର ସଦାନନ୍ଦକୁ ପାଇଲେ ଦେବୁ ଷୋଳ ପୂଜା ପୀରଙ୍କ ନାମରେ ତୁହି ଉଡ଼ାଇବୁ ଧ୍ୱଜା ସଦାନନ୍ଦ ସ୍ୱପ୍ନ ଦେଖି ଭାଙ୍ଗିଗଲା ନିଜ ସୂରୁଜ ହୋଇଲେ ସାଗରେ ଫୁଟେ ଅରବିନ୍ଦ ସେ କାଳରେ ସଦାନନ୍ଦକୁ ଫାଶୀ ଦେବା ପାଇଁ ତୁଳିଆ ପଦାରେ ସର୍ବେ ଠୁଳ ହୋଇଛଇଁ ପିତାଙ୍କୁ କହିଲା କନ୍ୟା ସେ ବିଦେଶୀ ବର ବିବାହ ନ କରିଲେ ନିଶ୍ଚୟ ଖାଇବି ଜହର କନ୍ୟା କଥା ରକ୍ଷା କରି ରାଜା ମନ୍ତ୍ରୀ ଗଲେ ସଦାନନ୍ଦକୁ ଫାଶୀରୁ ଉଦ୍ଧାର କରିଲେ ସଦାନନ୍ଦ କୁମର ସେ ପରିଚୟ ଦେଲା ପିତା ଉଦ୍ଧାରିବା ପାଇଁ ଆସିଅଛି ଭଲା ଉଚ୍ଚ କୂଳ ସୌଦାଗର କୂଳରେ ଜନମ ପିତା ମୋ ଅଟନ୍ତି ସାଧୁ କୁମର ମଦନ ରଙ୍ଗଣୀ ଘାଟରେ ବନ୍ଦୀ ହୋଇ ରହିଛନ୍ତି ଉଦ୍ଧାର କରିଲେ ନିଶ୍ଚୟ ରହୁ ମୋର ଖ୍ୟାତି ଏହା ଶୁଣି ମହାରାଜା ହରଷ ହୋଇଲେ ବନ୍ଦୀଶାଳୁ ତିନି ପିତା ଉଦ୍ଧାର କରିଲେ ଦୁଇ ବଡ଼ ମା ପୁଣି ପ୍ରବେଶ ହୋଇଲେ ନୀଳ ନିଜ ନିଜ ପରିଚୟ ରାଜାଙ୍କୁ ସେ ଦେଲେ ସର୍ବବିବରଣୀ ମାନେ କରିଲେ ବଗାଣ ବିନା ଦୋଷେ ଦଣ୍ଡ ସିନା ବିହି ମହାଜନ ସେ କାରଣେ କ୍ରୋଧା ମନେ ଆସିଲା ଆମ୍ଭର ଏବେ ମରିବା ନିଶ୍ଚୟ ସାଗର ଗର୍ଭର ନାହିଁ ବୋଲି ସଦାନନ୍ଦ ହୋଇଲା ଭୟର ଜନନୀ ଗୋ ସବୁ ଦୋଷ କପାଳ ଆମ୍ଭର ଶୁଭ ଲଗନରେ ଏବେ ହୋଇଲା ମିଳନ ରାଜା ବୋଇଲେ ଚାଲ କରି କନ୍ୟା ଦାନ ରମ୍ଭାବତୀ ସଙ୍ଗେ ପୁଣି ବିଭାଘର କଲେ ଜାହାଜ ଦେଇନ ତାଙ୍କୁ ବିଦାୟ କରିଲେ ତିନି ବାପା ଦୁଇ ମା କନ୍ୟା ସଙ୍ଗେ ଧରି ନିଜ ରାଜା ସଦାନନ୍ଦ ପ୍ରବେଶିଲେ ଭରି ଆନନ୍ଦ ମନରେ ପୂଜା କଲେ ଆୟୋଜନ ଆନନ୍ଦରେ କୁନ୍ତଳାର ଲୋତକ ମୋଚନ ନିଜ ଗୃହେ ଷୋଳ ପୂଜା ଆୟୋଜନ କଲେ ପ୍ରଥମରେ ପୁରୋହିତ ନିମନ୍ତ୍ରଣ ଦେଲେ ସୁନାର ଚୌକି ଏକ କରିଲେ ନିର୍ମାଣ ସୁନାର ଯେ ଚାରି ତୀର କରିଲେ ବନ୍ଧନ ପଟ୍ଟବସ୍ତ୍ର ତେଥିମ ପରେ ଆବରଣ କଲେ ସମ୍ମୁଖରେ ସୁବର୍ଣ୍ଣର ଘଟ ବସାଇଲେ ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡିତ କରାଇ ମୁକାମ ସ୍ଥାପନ କରିବେ ସେ ନେଇ 125 ଗୁଆକୁ ସମସଂଖ୍ୟା ପାନ ପକରମ୍ଭା ଫଳ ପୁଣି ମଣ୍ଡିଲେ ମୁକାମ ଦୁଗ୍ଧ ନବାତ କଦଳୀ ବଧୂମର ଚୂର୍ଣ୍ଣ ସପାଦ ନିର୍ମାଣ କଲେ ଆନନ୍ଦିତ ମନ ଧୂପ ଦୀପ ନୈବେଦ୍ୟ ଆଚମନ ଦେଇ ପୂଜା କରନ୍ତି ବସିଣ ବ୍ରାହ୍ମଣ ଗୋସାଇଁ ସତ୍ୟବୀରଙ୍କ ଗାଥା କରନ୍ତି ପଠାନ ଝାଞ୍ଜ ମୃଦଙ୍ଗ ସହିତ କରତାଳିର ବାଦନ ଏହିପରି ଷୋଳ ପୂଜା କରିଲେ ପ୍ରଦାନ ଜନେ ଜନେ ଶିରିଣୀକୁ କରିଲେ ବଣ୍ଟନ ସଦାନନ୍ଦ ସୌଦାଗର ପାଲା ସମାପନ ହରିବୋଲ ହୁଳହୁଳି ଦିଅ ସଭା ଜନ ଦୟାନିଧି ଅନୁବାଦେ କରିଲା ବନ୍ଧନ ଇତି ଶ୍ରୀ ଭବିଷ୍ୟତ ପୁରାନ୍ତ ସଦାନନ୍ଦ ସୌଦାଗର ପାଲା ସମ୍ପୂର୍ଣ୍ଣ ଭୀମସ୍ୟା ବିରଣ ଭଙ୍ଗ ମୁନିରପିମତି ବ୍ରହ୍ମ ଯଦି ସୁଦମ ସୁଗମଗା ମମ ଦୋଷନ ବିଦ୍ୟତେ ଗୃହଗଳହାନ ଯସ୍ୟ ତ୍ରିକଟ ଧାରଣ ସାଧ ବାଦାମ ଭାଗିନ ତସନ୍ତୁ ଅଛନ୍ତି ସର୍ବଦା ଆୟୁଷ୍ମାନ ଭୂରିବାନ ଯଶ ଶିବାନ ବିଦ୍ୟାବାନ ଶୁଭମଙ୍ଗଳ କରନ୍ତୁ ସତ୍ୟନାରାୟଣ ଦେବ ଶୁଭମଙ୍ଗଳ ଭବନ୍ତୁ ଆୟୁଷ୍ମାନ ଭବନ୍ତୁ ଶୁଭମଙ୍ଗଳ ବାବାରେ ଆଣ୍ଠୁ ମାଡ଼ି ଦଣ୍ଡ ଆଣ୍ଠୁ ମାଡ଼ିକି ହଁ ଦଣ୍ଡ ଠାକୁର ମୁଣ୍ଡ ଲଗା